ମାର୍କଣ୍ଡେୟ ପୁରାଣ। ଆଶାଭଙ୍ଗର ଫଳ। ଚନ୍ଦ୍ରରେ କଳଙ୍କ ଲାଗିବାର ପ୍ରସଙ୍ଗ। ବୋଲନ୍ତି ମାର୍କଣ୍ଡ ଋଷି ନରପତି ଶୁଣ, ସୋମଶାସ୍ତ୍ରର ଦୃଷ୍ଟାନ୍ତ କହୁଅଛି ପୁଣ। ସାଧକ ନାମେଣ ପୂର୍ବେ ଏକ ସତ୍ୟ ଯୁଗେ, ଅବିଦ୍ୟା ନାମେଣ ତହୁଁ ସମ୍ବତ୍ସର ଭୋଗେ। ବୈଶାଖ ଶୁକ୍ଳପକ୍ଷ ଚତୁର୍ଥୀ ସେଦିନ, ବିଶାଖା ନକ୍ଷତ୍ର ସୌରିବାର ବିଦ୍ୟମାନ। ସେଦିନ ଆଦିତ୍ୟ ଉଦେ ହେଲେ ତେଜ ଘେନି, ଗଗନେ ଘୋଟିଲା ଯେହ୍ନେ ପ୍ରଚଣ୍ଡ ବହନି। ଘୋର ଗ୍ରୀଷ୍ମକୁ ଘେନି ବହଇ ପବନ, ଝାଡ଼ ମଧ୍ୟେ ଥାଇ ଆର୍ତ୍ତ ଜୀବ ଜନ୍ତୁଗଣ। କୁମୁଦ ପର୍ବତୁ ଶଶା ହୋଇଲା ବାହାର, ସେ ପର୍ବତେ ଥାଇ ଅଶ୍ୱକର୍ଣ୍ଣ ନାମ ତାର। ତୃଷାର ଆତୁରେ ଶଶା ଲୋଡ଼ୁଅଛି ଜଳ, ଖରାକୁ ଡରି ରହିଲା ସେଇ ଛାଇ ତଳ। ଉଠଇ ବସଇ ଭୟେ ହୁଏ ଛନ୍ନ ଛନ୍ନ, ବିଚାରଇ କେଣିକି ମୁଁ କରିବି ଗମନ। ଗୋଡ଼ ପୋଡ଼ି ହୁଅନ୍ତେ ସେ ଆସଇ ବାହୁଡ଼ି, ଛାଇ ତଳେ ଆସି ପାଦ ଦିଅଇ ଛିଞ୍ଚାଡ଼ି। ହିଂସ୍ର ଜନ୍ତୁ ଆସିବାକୁ ଭୟ କରି ମନ, ଶବଦକୁ ଲୟ କରି ଟେକିଅଛି କାନ। ଗ୍ରୀଷ୍ମକୁ ଭୟ କରି ନ ପାରଇ ଯାଇ, 20 ଦଣ୍ଡ ପର୍ଯ୍ୟନ୍ତ ରହିଲା ସେ ତହିଁ। ପ୍ରହରକ ଠାରୁ ଗଛ ଛାଇରେ ରହିଲା, ଏମନ୍ତ 14 ଘଡ଼ି ଦିବସ ବଞ୍ଚିଲା। ଆଦିତ୍ୟର ଖର ରଶ୍ମି ନିଉନ ପଡ଼ିଲା, ବୃକ୍ଷ ତଳୁ ଶଶା ଗୋଟି ବାହାର ହୋଇଲା। ତୃଷାତୁରେ ଆରତ ଯେ ତାହାର ଶରୀର, ପର୍ବତର ଚଉକତି ଲୋଡ଼ଇ ସେ ନୀର। ଘୋର ନିଦାଘ ସମୟ କାହିଁ ନାହିଁ ଜଳ, ନଦୀ ପୁଷ୍କରିଣୀ ଆଦି ଶୁଖିଛି ସକଳ। କୁମୁଦ ପର୍ବତେ ସେହି ଶଶା ଜୀବ ଗୋଟି, ତୃଷାରେ ଆତୁର ଜଳ ଲୋଡ଼ି ଲୋଡ଼ି ଫୁଟି। ଦିବସ ଶେଷ ହୋଇ ନ ହୋଇଲାକ ରାତି, ଦିବସ ପ୍ରାୟେକ ଦେଖାଯାଏ ଚନ୍ଦ୍ରକାନ୍ତି। ବୁଲୁ ବୁଲୁ ଖରେ ଚାହିଁ ଦେଲା ପୂର୍ବ ଦିଗେ, ଦେଖିଲା ଚନ୍ଦ୍ରମା ଉଇଁଛନ୍ତି ଶୂନ୍ୟ ମାର୍ଗେ। ନିର୍ମଳ ଜଳ ପରାଏ ସୁଧାକର କାନ୍ତି, ଦିଗ ପୁରି ଦିଶିଲାକ ଗଙ୍ଗା ଜଳ ଜ୍ୟୋତି। ଭୟ ଭୀତି ଶଶା ଆଉ ନ ଗଣଇ କାହିଁ, ଚାଲେ ବେଗ ବେଗ ହୋଇ ଚାନ୍ଦକୁ ଅନାଇ। ଶଶା ଯାଆନ୍ତେ ଚନ୍ଦ୍ରମା ଗମଇ ଗଗନେ, ନିକଟ ବୋଲିଣ ଆଶା ଶଶା କରି ମନେ। ବିଚାରଇ ଏହି କ୍ଷଣି ପାଇବି ମୁଁ ଜଳ, ପିବନ୍ତେ ମୋହର ଆତ୍ମା ହୋଇବ ଶୀତଳ। ବେଳୁ ବେଳ ବଢ଼ାଇଲା ଶଶା ବେଶୀ ଆଶା, ଅଳସ ନ କରି ଧାଏଁ ଲାଗିବାରୁ ତୃଷା। ଏମନ୍ତେ ରଜନୀ ଆସି ହେଲା ଦଣ୍ଡ 8, ଶଶା ଚାଲି ଚାଲି ଗଲା 10 କ୍ରୋଶ ବାଟ। ପୁଣି କିଛି ଦୂର ଶଶା ନ ଚାହିଁ ଧାଇଁଲା, 4 କୋଶ ଯାଇ ପୁଣି ଟେକି ଅନାଇଲା। ଦେଖିଲା ମଥା ଉପରେ ବିଜେ ନିଶାମଣି, ନିରେଖି ଚାହିଁଲା ଶଶା ନୁହଁଇ ସେ ପାଣି। ସ୍ୱରୂପ ସେ ଜାଣିପାରି ଛାଡ଼ି ସବୁ ଆଶ, ଗଗନକୁ ଚାହିଁ ତାର ଉଡ଼ିଲା ସାହସ। ପାଣି ନ ପାଇଣ ଶଶା ତାଟକା ହୋଇଲା, ଚନ୍ଦ୍ରକୁ ଚାହିଣ ସେହୁ ଜୀବକୁ ଛାଡ଼ିଲା। ଯମଗଣି ଆସି ତାର ପ୍ରାଣ ଘେନି ଗଲେ ଜନ୍ତୁପତି ନିକଟରେ ନେଇ ଶୁଆଇଲେ କାଳ। ବିକାଳଙ୍କୁ ଚାହିଁ ବୋଲେ ଜନ୍ତୁପତି, ନିଅ ଏ ଜୀବକୁ ଚିତ୍ରଗୁପ୍ତଙ୍କ ଗତି। ଜନ୍ମ ଆଦ୍ୟରୁ ବୁଝନ୍ତି ଏହା ପାପ ପୁଣ୍ୟ, ଶୁଭାଶୁଭ ବିଚାରିଣ ଦିଅନ୍ତି ଅନ୍ୟ ଜନ୍ମ। ଆଜ୍ଞା ପ୍ରମାଣେ ସେ କାଳେ ବିକାଳେ ଡଗରେ, ଶଶାକୁ ଘେନି ମିଳିଲେ କରିଣ ଛାମୁରେ। ଚିତ୍ରଗୁପ୍ତଙ୍କୁ କହିଲେ ସେ ଡଗର ବେନି, ମଞ୍ଚରୁ ଅଇଲୁ ଆମ୍ଭେ ଏ ଜୀବକୁ ଘେନି। ରାଜାଙ୍କ ଛାମୁରେ ଦରଶନ କରାଇଲୁ, ତାହାଙ୍କ ଆଜ୍ଞାରେ ତୁମ୍ଭ ଛାମୁକୁ ଆଣିଲୁ। ପାଞ୍ଜି ଦେଖିଣ ଏହାର ବୁଝି ପାପ ପୁଣ୍ୟ, ପୂର୍ବକର୍ମ ବିଚାରିଣ ଦିଅ ୟାକୁ ଜନ୍ମ। ଚିତ୍ରଗୁପ୍ତ ବୁଝିଲେ ଫିଟାଇଣ ପାଞ୍ଜି, ଅଶେଷ ପ୍ରାଣୀଙ୍କ ଜନ୍ମ କର୍ମ ଯହିଁ ଖଞ୍ଜି। ସେ ପାଞ୍ଜିର ମହିମା ଯେ ଅଟେ ଅଗୋଚର, ପ୍ରଳୟ ପୟୋଧିରେ ସେ ନୁହଁଇ ଅନ୍ତର। କୋଟି କୋଟି ଜନମ ଯେ ଆତଜାତ ହୁଏ, କେବେହେଁ ସେ ପାଞ୍ଜି ଗୋଟି ବିନାଶ ନ ପାଏ।
କାଳ ସମାପତେ ସେହି ଚିତ୍ରଗୁପ୍ତ ଦୁହେଁ ଅନ୍ୟ ଶରୀର ବହନ୍ତି ପାଞ୍ଜିଆନ ନୁହେଁ। ପାଞ୍ଜିର ଅକ୍ଷର ପନ୍ତି ମନେ କଲେ ଦିଶେ ପୋଛିଲା ମାତ୍ରକେ କିଛି ଚକ୍ଷୁକୁ ନ ଦିଶେ। ସେ ପାଞ୍ଜି ଦେଖିଲେ ଚିତ୍ରଗୁପ୍ତ ଶଶା ପାଇଁ ଅନନ୍ତ କୋଟି ବାରତା ଯାର ସଂଖ୍ୟା ନାହିଁ। ତକ୍ଷଣେ ଶଶା କର୍ମର ସ୍ଥାନ ଠାବ କଲେ କିମ୍ପା ୟାକୁ ଡଗର ହେ ଆଣିଲ ବୋଇଲେ। ଆଉ 7 ବର୍ଷ ଅଛି ଏହାର ଆୟୁଷ ନ ବିଚାରି କିମ୍ପା କଲ ଏ ଜନ୍ତୁକୁ ନାଶ। ଜନ୍ତୁପତି ହୋଇ ଅବିଚାର କର୍ମ କଲେ ଜୀବଜନ୍ତୁମାନେ ଆଉ ବର୍ତ୍ତିବେ କି ଭଲେ। ଏ ଶଶାକୁ ଆଣି କଲ ରାଜାର ଅକୀର୍ତ୍ତି ଆମ୍ଭକୁ ନ ପଚାରିଲ ଆରେ ଦୁଷ୍ଟମତି। ନୃପତିଙ୍କୁ ଜଣାଇଲେ ପାଇବ ସେ ଫଳ ସଂସାରେ ନୋହିବ ଆଉ ବେଳେ ଖଳବଳ। ଡଗର ବୋଲେ ଏଥିରେ ନାହିଁ ଆମ୍ଭ ଦୋଷ ସାବଧାନେ ଶୁଣ ଗଲା ଏ ଯେ ମନ୍ତ ନାଶ। କୁମୁଦ ପର୍ବତେ ସଦା ଏହାର ଯେ ବସା ଗ୍ରୀଷ୍ମ ଋତୁରେ ଏହୁ ପାଇ ବଡ଼ ତୃଷା। ଖରା ବେଳେ ଦିବସରେ ବଞ୍ଚି ବୃକ୍ଷ ତଳ ସନ୍ଧ୍ୟା ସମୟ ହୁଅନ୍ତେ ଲୋଡ଼ି ଗଲା ଜଳ। ବହୁ ଦୂର ବୁଲି ବୁଲି ନ ପାଇଲା ପାଣି ଗଗନରେ ଦେଖିଲା କଉଦେ ନିଶାମଣି। ଜଳ ପ୍ରାୟ ମଣି କରି ଆଶା ବଢ଼ାଇଲା ଚନ୍ଦ୍ରମାକୁ ଅନାଇ ଏ ବହୁ ଦୂର ଗଲା। ଅନେକ ଦୂରକୁ ଗମି ନ ପାଇଲା ନୀର ନିରାଶ ହୋଇଣ ଏହୁ ଛାଡ଼ିଲା ଶରୀର। ଏହାର ପ୍ରାଣନାଶର ଚନ୍ଦ୍ର ହେଲା ହେତୁ ତେଣୁ କରି ଲଭିଲା ଏ ଶଶା ଅପମୃତ୍ୟୁ। ଏହାର ଇଚ୍ଛାରେ ଯେଣୁ ଛାଡ଼ିଣ ଶରୀର ତେଣୁ ଏହାକୁ ଆଣିଲୁ ସଞ୍ଜମନୀପୁର। ଚିତ୍ରଗୁପ୍ତ ବୋଇଲେ ନାହିଁ ତୁମ୍ଭ ଦୋଷ ଏ ଜୀବକୁ ନେଇ ଏହା ପିଣ୍ଡେ ଛାଡ଼ି ଆସ। ଏହାକୁ ଶୀତଳ ଜଳ ଦିଅ ତୁମ୍ଭେ ଆଣି ସୁଖରେ ଜୀବନେ ରହୁ ଶଶା ପିଣ୍ଡ ଘେନି। କାଳ ବିକାଳ କହିଲେ ଏହା ପିଣ୍ଡ ଗୋଟି ଆମ୍ଭ ଦେଖନ୍ତେ ଭକ୍ଷିଲେ ଜମ୍ବୁଳ ଦିଓଟି। ଆନନ୍ଦେ ଭକ୍ଷଣ କଲେ ଏହାର ପିଣ୍ଡ ଆନନ୍ଦେ ଭକ୍ଷଣ କଲେ ଏହାର ଯେ ପିଣ୍ଡ। ନଖ ଦନ୍ତ ଘାତରେ ଯେ କରି ଖଣ୍ଡ ଖଣ୍ଡ ଅସ୍ଥି ଚର୍ମ ରକ୍ତ ମାଂସ କିଛି ନାହିଁ ତହିଁ ଆତ୍ମାକୁ ନେଇ ଏହାର ଛାଡ଼ିବଇ କାହିଁ। ଶୁଣିଣ ଚିତ୍ରଗୁପ୍ତେ ବେଗେ ଗଲେ ଉଠି ଯମ ସନ୍ନିଧକୁ ନେଲେ ଶଶା ଜୀବ ଗୋଟି ପାଏ ପଡ଼ି ଶୋଇ ପୁଣି ଉଠିଲେ ବହନ। ବୋଇଲେ ହେ ଜନ୍ତୁପତି ସାବଧାନେ ଶୁଣ ଆଜ୍ଞା ହେଲା ଏ ଜୀବର କର୍ମ ବୁଝିବାକୁ। ବୁଝିଅଇଲୁ ହେ ଦେବ ତୁମ୍ଭର ଛାମୁକୁ। 7 ବର୍ଷ ଆୟୁ ଥାଉ ଏ ଜୀବ ଅଇଲା ଏ ଜୀବର ହତ୍ୟାକର୍ତ୍ତା ଚନ୍ଦ୍ରମା ହୋଇଲା। ତୃଷାର ଆରତେ ଏହୁ ଲୋଡ଼ନ୍ତେଣ ଜଳ ଗଗନରେ ଚନ୍ଦ୍ରମାକୁ ଦେଖିଲା ଶୀତଳ। ନୀର ପ୍ରାୟ ମିଶି ପିଇବାକୁ କରି ଆଶା ଚନ୍ଦ୍ରମାକୁ ଚାହିଁ ଗଲା ଚତୁର୍ଦ୍ଦଶ କୋଶ। ନିରାଶ ହୋଇଣ ପଥେ ପଡ଼ିଲା ଶରୀର ଜମ୍ବୁଳ ଏହାର ପିଣ୍ଡ କଲାକ ଆହାର। ନିଶ୍ଚୟ ମଲା ଏ ଚନ୍ଦ୍ରମାକୁ କରି ଆସ ତେଣୁ ତାହାକୁ ଲାଗିଲା ସିନା ହତ୍ୟା ଦୋଷ। ଜନ୍ତୁପତି ବୋଇଲେ ଏକ ସ୍ୱରୂପ ଏ ବାଣୀ ଚନ୍ଦ୍ରମା ହୋଇଲେ ତେବେ ହତ୍ୟାର କାରିଣୀ। ଏବେ ଶୁଣ ଏ ଜୀବନ ଶୀଘ୍ର ଘେନି ଯାଅ ଚନ୍ଦ୍ର ଦେବତା କତିରେ ନେଇ କରି ଥୁଅ। ବୋଲିବ ଏ ଜୀବ ତୁମ୍ଭ ହେତୁ ଗଲା କ୍ଷୟେ ହୃଦରେ ରହିବ ବୋଇଲେ ଏକ ଜନ୍ତୁରାଏ। ତାହା ଶୁଣି ଚିତ୍ରଗୁପ୍ତ ବିମାନ ଆରୋହୀ ଶଶାକୁ ଘେନି ମିଳିଲେ ନିଶାକର ଯହିଁ। ଚନ୍ଦ୍ରମାର ପାଶେ ମିଳେ ଚିତ୍ରଗୁପ୍ତ ଘେନି ଆପଣାର ବେନି କର ଯୋଡ଼ିଲେ ମୂର୍ଧନି। ଜନ୍ତୁପତି ତୁମ୍ଭର କି ହରାଇଲା ଜ୍ଞାନ ଆମ୍ଭକୁ ଲଗାଉଅଛି ମର୍ତ୍ତ ପାପମାନ। ତୁମ୍ଭଙ୍କୁ ପେଶିଅଛଇ ଆଡ଼ତିଆ ପଣେ ଏ ଜୀବକୁ ଘେନି ଯାଅ ନଥାଏ ଥିକ୍ଷଣେ। ଶୁଣିଣ ଚିତ୍ରଗୁପ୍ତେ ଭୟ ମାନେ ଘେନି ଶଶା ପ୍ରାଣ ଘେନି ବାହୁଡ଼ିଲେ ସଞ୍ଜୀବନୀ। ନାଶ କର ଜବରରେ ସତେ ଦ୍ୱାର ଅନ୍ତେ ବିଚିତ୍ର ଆସନେ ଭେଟି ସମନକୁ ଦୂତେ। ପାଏ ପଡ଼ି ଶୋଇ ପୁଣି ଉଠି ଉଭା ହୋଇ ବୋଇଲେ କ ସାବଧାନେ ଶୁଣିବା ଗୋସାଇଁ। ତୁମ୍ଭର ଆଜ୍ଞା ପ୍ରମାଣେ ଜନ୍ତୁ ଘେନି ଗଲୁ ଯାହା ଯାହା କହିଥିଲ ଚନ୍ଦ୍ରଙ୍କୁ କହିଲୁ।
ଶୁଣି କୋପ କରି ଚନ୍ଦ୍ର କହିଲେ ସନ ବୋଇଲେ ଜନ୍ତୁପତିର ନାହିଁ ପୂର୍ବ ଜ୍ଞାନ। ଜନ୍ତୁଙ୍କ ଉପରେ ସିନା ଅଟେ ଅଧିକାରୀ, ମଞ୍ଚପୁର ଲୋକମାନେ ଥିବେ ତାକୁ ଡରି। ଆମ୍ଭ ଦେହେ କିଏ ହୁ କିମ୍ପା ବିହରିବ ହାଦେ, ଜନ୍ତୁ କାହିଁ ବସଇ କେ ଦେବ ତାଙ୍କ ହୃଦେ। ଆମ୍ଭଙ୍କୁ ବୋଇଲେ ଆରେ ବହନ ପଳାଅ, ପ୍ରାଣେ ମରିବଟି ଏଥେ ରହିଲେ ନିଶ୍ଚୟ। ଏହା ଶୁଣିକରି ଆମ୍ଭେ ଅଇଲୁ ପଳାଇ, ଏଥକୁ ବିଚାରି ଆଜ୍ଞା ହେଉ ହେ ଗୋସାଇଁ। ଶୁଣିକରି ଜନ୍ତୁପତି ଉଠିଲେ ତଡ଼ତି, ମହିଷ ପିଠିରେ ଚଢ଼ି ବିଜେ କଲେ ଧାତି। ମନ୍ତ୍ରୀକୁ ବୋଇଲେ ତୁମ୍ଭେ ଯାଅ ସଞ୍ଜୀବନୀ, ବ୍ରହ୍ମାଙ୍କ ଛାମୁରେ ଆମ୍ଭେ ଯିବୁ ଏହା ଘେନି। ଏତେ ବୋଲି ସେ ଶଶାକୁ ଘେନି ନାଶ କର, ଅନ୍ତରିକ୍ଷେ ଚଳିଗଲେ ଯଶୋବନ୍ତୀପୁର। କୁଶବତୀ ନଗରରେ ଶସ୍ତ୍ରଦ୍ୱାର ଜିଣି, ଭାଗ୍ୟବନ୍ତୀ ଆସ୍ଥାନରେ ଭେଟି କୁଶପାଣି। ଋଷିବୃନ୍ଦଙ୍କ ମେଳରେ ଶୋଭେ ପୁଣ୍ୟ ଗୋଷ୍ଠୀ, ମଧ୍ୟ ସିଂହାସନରେ ଯେ ବିଜେ ପରମେଷ୍ଠି। ଏମନ୍ତ ସମୟେ ଯାଇ ଜନ୍ତୁଙ୍କ ନିଧାନ, ଆସ୍ଥାନର ତଳେ ମିଳି କଲା ଦର୍ଶନ। ନିଉଛାଳି କରି ଯମ ପାଏ ପଡ଼ି ଶୋଇ, ପଛ ଘୁଞ୍ଚା ଦେଇ ଶିରେ କର ଯୋଡ଼ି ରହି। ଆଦିତ୍ୟ ସୁତର ଧାତା ଦେଖିଣ ଭକତି, ଆସ ଆସ ବୋଲି ଡାକି ଦେଲେ ବେଦପତି। ଆଜ୍ଞା ପାଇ କରି ଯମ ଆସ୍ଥାନରୁ ଉଠି, ବ୍ରହ୍ମାଙ୍କର ଶ୍ରୀପୟରେ ମୂର୍ଦ୍ଧା ଦେଇ ଲୋଟି। ସେହି ଶଶା ଜୀବ ଗୋଟି ଯମ ସଙ୍ଗେ ଥିଲା, ବ୍ରହ୍ମାଙ୍କର ମୁଖ ଚାହିଁ ନିସ୍ତାର ପାଇଲା। ବହୁ କୋଟି ଜନମର ଖଣ୍ଡି ମହାପାପ, ବୃନ୍ଦାରକ ପ୍ରାୟ ଶୋଭା ଦିଶିଲା ତା ରୂପ। ଜନ୍ତୁପତି ପିତାମହ ପୟରେ ପଡ଼ିଛି, ଧାତା ଆଜ୍ଞା ଦେଲେ ଉଠ ଆହେ ସଂଜ୍ଞା ବଛି। ଧାତା ଆଜ୍ଞା ପାଇ ବେଗେ ଉଠି ନିଶା କର, ଧାତା ଆଜ୍ଞା ପାଇ ବେଗେ ଉଠି ନାଶ କର। ଉଭା ହୋଇ କହଇ ସେ ଯୋଡ଼ିବେନି କର, ଭୋ ପିତାମହ ତୁମ୍ଭେ ତ ଜଗତ କରତା। ଅନନ୍ତ କୋଟି ବ୍ରହ୍ମାଣ୍ଡ ସରିଛ ହେ ଧାତା, ସକଳ କର୍ମରେ ତୁମ୍ଭ ଅଟ ଯେ କାରଣ। ଦେବବାକ୍ୟ ମତେ କର ସକଳ ପ୍ରମାଣ, ଜଗତର ପ୍ରାଣୀଙ୍କର ତୁମ୍ଭେ କର୍ମକର୍ତ୍ତା। ଭଲ ମନ୍ଦ ଶୁଭାଶୁଭ ବିଧାନ କରତା, ସକଳ ଦେବତାଙ୍କର ଅଟ ଇଷ୍ଟ ଗୁରୁ। ତୁମ୍ଭ ଆଶ୍ରା କଲା ପ୍ରାଣୀ ତରନ୍ତି ଦୁସ୍ତରୁ। ସୃଷ୍ଟି ଅଧିକାରୀ ତୁମ୍ଭେ କର୍ମ ଅଧିପତି, ତୁମ୍ଭର କୁଶଳ ରାଜ୍ୟ ହୋଇଲା ଅନୀତି। ବ୍ରହ୍ମା ଆଜ୍ଞା ଦେଲେ କହି ହେଲା କି ଅନ୍ୟାୟ, ଜନ୍ତୁପତି ବୋଇଲେ ଶୁଣନ୍ତୁ ପିତାମହ। ତୁମ୍ଭେ ସିନା ନିଜ ହସ୍ତେ ଛାଡ଼ି ମୋତେ ଦେଲ, ଜଗତର ପାପ ପୁଣ୍ୟ ବୁଝିବୁ ବୋଇଲ। ତୁମ୍ଭ ଆଜ୍ଞା ପ୍ରମାଣେ ମୁଁ ବୁଝିଲି ସକଳ, ଏତେ ଦିନ ଯାଏ ଯେ ନ ଥିଲା ଖଳବଳ। ଗତକାଲି ରଜନୀର ଅର୍ଦ୍ଧ ସମୟରେ, ଶଶା ଜୀବ ଗୋଟି ଥିଲା ମଞ୍ଚମଣ୍ଡଳରେ। କୁମୁଦ ପର୍ବତେ ବସା କରିଥାଏ ଶଶା, ଘୋର ଗ୍ରୀଷ୍ମ ଋତୁରେ ପାଇ ମହାତୃଷା। ଚଉକତି ଲୋଡ଼ି କାହିଁ ନ ପାଇଲା ପାଣି, ଗଗନେ ଦେଖିଲା ଉଇଁ ଆସେ ନିଶାମଣି। ପଶୁ ଜନ୍ତୁ ସିନା ତାକୁ ଜଳ ପ୍ରାୟ ମଣି, ଚନ୍ଦ୍ରମାକୁ ଚାହିଁ କରି ଧାଇଁଲା ଧରଣୀ। ଆଶା ବଢ଼ଇ 14 କୋଶ ଯାଏଁ ଗଲା, ତୃଷା ଶାନ୍ତି ନୋହିବାରୁ ଜୀବନ ଛାଡ଼ିଲା। 7 ବରଷକୁ ଥିଲା ଆୟୁଷ ଏହାର, ଚନ୍ଦ୍ରକୁ ଆଶା କରିଣ ଛାଡ଼ିଲା ଶରୀର। ଧର୍ମ ପୁରାଣ ମାନ ମୁଁ ବୁଝନ୍ତେ ସ୍ୱରୂପ, ଚନ୍ଦ୍ରଦେବଙ୍କୁ ଲାଗିଲା ଏହା ମହାପାପ। ସେହି ମହାଦେବ ଯେଣୁ ଜନହିତକାରୀ, ନ ପାରିଲେ କିମ୍ପା ଜନ୍ତୁ ଆଶା ପୂର୍ଣ୍ଣ କରି। ତାହାଙ୍କୁ ଲାଗିଲା ତେଣୁ କରି ହତ୍ୟା ଦୋଷ, ମନ୍ତ୍ରୀକୁ ମୋର ପୋଷିଲି ମୁହିଁ ତାଙ୍କ ପାଶ। ମନ୍ତ୍ରୀକୁ ମୋର ପେଷିଲି ମୁହିଁ ତାଙ୍କ ପାଶ, ବୋଇଲି ଏହି ଜୀବକୁ ବେଗେ ଘେନି ଯିବ। ଚନ୍ଦ୍ରଦେବଙ୍କର ଆଗେ ଏକଥା କହିବ, ବୋଲିବ ଜନ୍ତୁ ତୁମ୍ଭଙ୍କୁ ଆଶ୍ରା କରି ମଲା। 7 ବରଷକୁ ଆୟୁ ଏହାର ଯେ ଥିଲା, ଏ 7 ବରଷ ତୁମେ ଅଙ୍ଗରେ ଧରିବ। ତୃଷା ପୂର୍ଣ୍ଣ ହୋଇଲେ ଏ ଜନମ ଲଭିବ। ଏତେ ବୋଲି କରି ମୁହିଁ ପେଷିଲି ମନ୍ତ୍ରୀକି, ଏ ଜୀବନ ଘେନିଗଲେ ଯେ ତାଙ୍କ କତିକି। ସ୍ୱରୂପ କଥା କହିଲେ ତାହାଙ୍କର ଆଗ, ଶୁଣି କରି ନିଶାପତି ବୁଝିଲେ ବିରାଗ। ବୋଇଲେ ତୁମ୍ଭ ଯମ କି ହରାଇଲେ ଜ୍ଞାନ, ଦେବତାଙ୍କୁ କେଉଁଠାରେ ଲାଗେ ପାପ ପୁଣ୍ୟ। ମନ୍ତ୍ରୀଙ୍କି ବୋଇଲା ଆରେ ବଳା ପଳାଅ ବହନେ, ପ୍ରାଣେ ମରିବଟି ନଥା ମୋର ସନ୍ନିଧାନେ।
ଶୁଣିଣ ମନ୍ତ୍ରୀ ମୋହର ଅଇଲା ପଳାଇ, ଆଜ ମୁହିଁ କେଉଁ କଥା ବୁଝିବି ଗୋସାଇଁ। ଦେବତାଙ୍କ ଠାରେ ଯେବେ ନଗଲା ମୋ ବୋଲ, ଆଉ କେଉଁ କଥା କହ ହେବ ମୋର ଭଲ। ଲୋକମାନେ ଆଉ କିମ୍ପା ପାପକୁ ଡରିବେ, ବଳେ ଦର୍ପଣ ବହି ସମସ୍ତେ ମରିବେ। ନ ପାଳିବେ ସୃଷ୍ଟିଜାତ, ଜାତ ନ ହୋଇବ, କେମନ୍ତ ପ୍ରକାରେ ଏହି ଜଗତ ରହିବ। ତୁମ୍ଭେ ଯେବେ ଏ କଥାକୁ ନ ବୁଝିବ ଆଜ, ଜନ୍ତୁପତି ପଣେ ଆଉ ମୋ ନାହିଁ ମୋର କାର୍ଯ୍ୟ। ଏତେ ବୋଲି କରି ଯମ ପାଦେ ପଡ଼ି ଶୋଇ, ଉଠ ଉଠ ବୋଇଲେ କଷେ ସାବିତ୍ରୀ ସାଇଁ। କିମ୍ପା ତୋ ପଣ ଛାଡ଼ିବୁ ଆରେ ଜନ୍ତୁରାୟ, ସକଳ ଲୋକ କରିବେ ଆଜୁ ତୋତେ ଭୟ। ଦେବ ଦୈତ୍ୟ ମାନବ ଆଦି କରି ଯେତେ, ସ୍ଥାବର ଜଙ୍ଗମ କୀଟ ପତଙ୍ଗ ସହିତେ। ଲୋକ ଶରୀରେ ବସଇ ଯେତେ ପୁଣ୍ୟ ପାପ, ଯାବତ ଆତ୍ମା ବହଇ ଯେତେ ଅଛି ରୂପ। କାଳ ସମାପତେ ଯେହୁ ହୁଅନ୍ତି ଅନ୍ତର, ମନ ଚୈତନ୍ୟ ବହେ ଯେତେକ ଶରୀର। ପାପ ପୁଣ୍ୟ ବୋଲି କରିଅଛି ଯାର ଜ୍ଞାନ, ଏତେକ ଉପରେ ଅଟୁ ତୁହି ଯେ ରାଜନ। ଚନ୍ଦ୍ର ଦେବତା ଗର୍ବରେ ନ ମାନି ତୋତେ, ଦେବତା ବୋଲି ବଡ଼ିମା କରିଲା ଯୁକତେ। ଧର୍ମ ଅଧର୍ମକୁ ସିନା ହେବେ ବଡ଼ପଣ, ପାପକୁ ଡରିବା ଜନ୍ତୁ ଅଟଇ ସମାନ। ତୋତେ କହୁଅଛି ପୁଣି ଆବର କଥାଏ, ଚଣ୍ଡାଳ ଜନ ହୋଇଲେ ନ କରିବୁ ଭଏ। ତାହାଙ୍କୁ ଦେଖିବୁ ତୁହି ଆମ୍ଭର ସମାନ, ସାନ ଲୋକ ବୋଲି ମନେ ନ କରିବୁ ଆନ। ଦେବତା ହୋଇଣ ଯେବେ କରିବ ଅନୀତି, ବିହିବୁ ଦଣ୍ଡ ତାହାକୁ ନ କରିବୁ ଭୀତି। ଯାହା କହିଲୁ ଏସବୁ ସଂସ୍କାର ବାରତା, ଚନ୍ଦ୍ରଦେବଙ୍କୁ ଲାଗିବ ଏହାର ଯେ ହତ୍ୟା। ତୋହର ବଚନ ଯେବେ ଅବଜ୍ଞା ସେ କଲା, ପାପକୁ ନ ଡରି ବଡ଼ିମାଙ୍କୁ ଦେଖାଇଲା। ଆମ୍ଭର ବୋଲକୁ ଏବେ ପାରିବ କି ମେଣ୍ଟି, ଯାଅ ତୁ ବେଗ ହୋଇ ଶଶା ଯିବ ଗୋଟି। ଚନ୍ଦ୍ରମା ହୃଦୟରେ ଯେ ବସିବୁ ତୁ ମାଡ଼ି, କାନ୍ଥରେ ପ୍ରତିମା ଥାଇ ଯେ ସେନେକ ଜଡ଼ି। 7 ବରଷକୁ ସିନା ନାସ୍ତି କଲା ସେହି, ଧର୍ମ କଥାକୁ ଅନ୍ୟାୟ କହିଲା ନ ବହି। ତେଣୁ ତୁ ବସିବୁ ତାର ଦେହେ ସବୁଦିନେ, ଯାବତ ଚନ୍ଦ୍ର ଉଦୟ ହୋଇବ ଗଗନେ। ତାହାର ଚନ୍ଦ୍ରମା ପଣ ଯେତେ କାଳ ଥିବ, ତେତେ କାଳ ତୋତେ ସେହୁ ଛାଡ଼ି ନ ପାରିବ। ଯମଙ୍କୁ ଚାହିଁ ବୋଲନ୍ତି ପୁଣି ପଦ୍ମଯୋନି, ଯାଅ ଆହେ ବାସ କର ପୁର ସଞ୍ଜୀବନୀ। ପୂର୍ବ ପ୍ରକାରେ ସଂସାର ତୁହି ପାଳୁଥିବୁ, ଅନୀତି ଆଚାର କଥା କେବେ ନ କରିବୁ। ଏତେ ବୋଲି ସ୍ୱହସ୍ତରେ ତାକୁ ଦେଲେ ଶାଢ଼ୀ, ସଞ୍ଜମନୀ ପୁରକୁ ସେ ଗଲା କବାହୁଡ଼ି। ସ୍ୱପୁରେ ପ୍ରବେଶୀ ଯମ ରହିଲେ ନିଶ୍ଚିନ୍ତେ, ଏଥୁ ଅନନ୍ତରେ ଶୁଣ ରାଜନ ସୁଚିତ୍ତେ। ଶଶା ଯିବ ଗୋଟି ତହୁଁ ବ୍ରହ୍ମାଙ୍କ ଆଜ୍ଞାରେ, ଚନ୍ଦ୍ରମା ପାଶକୁ ଧାଇଁ ଗଲା ଅତି ଖରେ। ବିଧାତା ଆଜ୍ଞାରେ ହେଲା ଅତି ଉଗ୍ର ତେଜ, ଗଗନେ ବିକ୍ରମେ ସେ ଯେହ୍ନେ ସିଂହର ତନୁଜ। ଇନ୍ଦ୍ରର ଆଜ୍ଞାରେ ଯେହ୍ନେ ଚଳେ ମେଘମାଳ, ବିଧାତା ଆଜ୍ଞାରେ ଶଶା ତେଜ ଅନର୍ଗଳ। ପବନହୁଁ ବେଗ ବେଗ ଗଲା ମହାତ୍ମା, ମେରୁ ବୈକୁଣ୍ଠ ଯାଇ ଭେଟିଲା ଚନ୍ଦ୍ରମା। ବ୍ରହ୍ମାର ଆଜ୍ଞାରେ ଭୟ ନାହିଁ ତା ଅନ୍ତରେ, ଚନ୍ଦ୍ର ହୃଦୟରେ ବସିଲା ଇଚ୍ଛା ଅନୁସାରେ। କିଛି ନ ବୋଇଲେ ଚନ୍ଦ୍ର ଦେବତା ତାହାକୁ, ମାନସରେ ଭୟ କଲେ ବିଧାତା ଆଜ୍ଞାକୁ। ବିଚାର କଲେ ଏଥିରେ ନାହିଁ ଆଉ କଥା, ଧାତା ଯେ ଲେଖିଲା କେତା କରିବ ଅନ୍ୟଥା। କିଏ ବେ ଆନ କରିବ ଦଇବ ଲିଖନ, ଚନ୍ଦ୍ର ତେଣୁ କହିଲେ ସେ ଶଶକର। ଚନ୍ଦ୍ର ତେଣୁ ବହିଲେ ସେ ଶଶକର ଚିହ୍ନ। ଶଶୀ ଯେ ରହିଲା ଧରି ଚନ୍ଦ୍ରମାର ଅଙ୍ଗ, ତେଣୁ କରି ଚନ୍ଦ୍ରମାକୁ ବୋଲନ୍ତି ଶଶାଙ୍କ। ଆଶାପାତକ ଅଟଇ ଏ ଶାସ୍ତ୍ର ସଙ୍ଗତି, ଶଶୀ ନାମ ଗୋଟି ବହିଲେ ନିଶାପତି। ଶୁଣ ହେ ସୁରଥ ରାଜା ବିଷ୍ଣୁର ବଚନ, ଯାହା ସେହି ପ୍ରଜାପତି କରିଛି ସ୍ଥାପନ। ପାପ ପୁଣ୍ୟ ବୋଲି ଯାହା କହିଅଛି ବିଧି, ମେଣ୍ଟି ନ ପାରିବେ ଦେବ ସିଦ୍ଧ ନର ଆଦି। ଚନ୍ଦ୍ରକୁ ଆଶା କରିଣ ଶଶା ନାଶ ଗଲା, କାଳେ ନିଶାପତିଙ୍କି ସେ କଳଙ୍କ ହୋଇଲା।
କଲା କର୍ମ ଆଦେ ଦେବଲୋକଙ୍କୁ ଫଳଇ ଯାହା ସେ ଧର୍ମଶାସ୍ତ୍ରରେ କହିଅଛି ବିହି କାହାର ବୋଲେ କିଆ ନ ହୋଇବ ସେ ଗିର ତୋତେ ଆଶା କରି ମଲା ରାଣୀ ଯେ ତୋହର ତାହାର ହତ୍ୟାରେ ତୁ ହି କାରେଣୀ ହୋଇଲୁ ତହିଁରେ ଯେ ହତ୍ୟା ଦୋଷ ନିଶ୍ଚୟ ପାଇଲୁ। ପୁଛା କଲୁ ଯାହା ପୂର୍ବ ଶାସ୍ତ୍ରବିଧି କଥା ଶୁଣିଲୁ ତ ଏବେ ସୋମ ଶାସ୍ତ୍ରେ ଅଛି ଯଥା। ଶୁଣି ସୁରଥ ରାଜାର କମ୍ପଇ ଶରୀର ବାତଘାତେ ଯେହ୍ନେ ଦୋହଲଇ ତରୁବର ସେହି ସଦୃଶ ହୋଇଲା ସୁରଥ ନୃପତି ଦେହ କମ୍ପୁଛି ପାପକୁ କରି ମହାଭୀତି ମନେ ବିଚାରଇ ନିଶ୍ଚେ ମୁହିଁ ନାଶ ଗଲେ ହତ୍ୟା ନ ସରୁ ସ୍ଥିରେ ହତ୍ୟା ପାପ ଗଲେ ଆଉ କେଉଁ ପରି ମୁହିଁ ପାଇବି ସ୍ୱର୍ଗତି ଏତେ ବୋଲି ଭାଳଇ ସେ ସୁରଥ ନୃପତି। ନୃପତିର ମନ କଥା ଜାଣି ବ୍ରହ୍ମ ଋଷି କୋମଳ ବାକ୍ୟ ତାହାକୁ କହନ୍ତି ଆଶ୍ୱାସୀ ମାରକଣ୍ଡ କହନ୍ତି ତୁ ଶୁଣ ହେ ନୃପତି ମହାପାପ ବୋଲି ମନେ ନ କର ତୁ ଭୀତି ଆମ୍ଭଙ୍କୁ ଆଶ୍ରୟ କରିଅଛୁ ତୁ ହି ରାଜା କରିବା ଦୁଃସହ ପାପ ଆମ୍ଭେ ତୋତେ ଆମ୍ଭଙ୍କୁ ଆଶ୍ରୟ କରିଅଛୁ ରାଜା ତୁ ହି କରିବା ଦୁଃସହ ପାପ ଆମ୍ଭେ ତୋତେ ତ୍ରାହି। ସୁରଥ ବୋଇଲା ଦେବ ତୁ ପରମ ଗୁରୁ ତୁମ୍ଭର ପ୍ରସାଦେ ମୁହିଁ ତରିବି ଦୋଷରୁ ନୌକା ଉପରେ ବସି ତୃଷାର କି ଡର ଅଗ୍ନି ଆଶ୍ରେ କରି କିମ୍ବା ଶୀତରେ କାତର ଅଳକାବାସୀ ହୋଇ କି ଦରିଦ୍ରର ବାଧା ସୁଧର୍ମା ଆଶ୍ରୟ କରି କିସ ଆଉ ଦ୍ୱିଧା ଆଶାଭଗ୍ନ ହେତୁ ଚନ୍ଦ୍ରମାରେ ଦେହେ ଚିହ୍ନ ମହାଦେବ ଦାସ ଏହା କରିଲେ ରଚନ।